ହଠାତ୍ ସନ୍ଧ୍ୟା ସମୟରେ ବାପୁ ହଠାତ୍ ଘର ଭିତରକୁ ଆସିବା ଦେଖି ଆମେ ଆଶ୍ଚର୍ଯ୍ୟ ହେଇଗଲୁ। ଏମାନେ ତ ଖବର ଦେଇନଥିଲେ ଆସିବା ପାଇଁ, ଆସିଲେ କେମିତି? ସକାଳେ ଆଜି ନିରୁ ଯାଇଥିଲା ଜାନକୀ ପଟ୍ଟନାୟକଙ୍କର ଜନ୍ମ ଜୟନ୍ତୀ ପାଇଁ। ସେଠି କ'ଣ ଗୋଟେ କବି ସମ୍ମିଳନୀ ଥିଲା, ସେମାନେ ଆଟେଣ୍ଡ କରିବାକୁ ଯାଇଥିଲେ। ଆସିଲା ବେଳେ ଏମାନେ ସମସ୍ତେ ସାଙ୍ଗ ହେଇକି ଆସିଛନ୍ତି। ବାପା ସବୁବେଳେ ବସୁଥିବାରୁ ତାଙ୍କ ଗୋଡ଼ଟା ଫୁଲି ଯାଇଛି। ଏମାନେ ସମସ୍ତେ ଦେଖିକି କହୁଛନ୍ତି କାହିଁକି ଫୁଲୁଛି, ସବୁବେଳେ କାହିଁକି ଏମିତି ବସୁଛନ୍ତି ବୋଲି ଟିକେ ଆଲୋଚନା କଲେ। ତାପରେ ନିରୁ ଟିକେ ମେଡ଼ିସିନ ମାରିକି ଟିକେ ମାଲିସ କରିଦେଲା। ବାପୁନ ବସିକି ବୁଝଉଛି ସେ କେମିତି କାନ୍ଦିଲା, କାହିଁକି ତା ବାବା ତାକୁ ନେଇକି ଆସିଲେ ବୋଲିକି। ଆମେ ଏଇ କଥା ଶୁଣିକି ହସୁଛୁ ସମସ୍ତେ। କହିଲି ତୁ ସବୁବେଳେ ଏମିତି କାନ୍ଦିବୁ, ସବୁବେଳେ ଏମିତି ଘରକୁ ଆସୁଥିବୁ। ତାର ଗୋଟେ ଖୁସି ଗାଁକୁ ଆସିଲେ। ଭାଇ ତାର ଗୋଟେ ବଢ଼ିଆ ଗିଫ୍ଟ ତାକୁ ଦେଇଛି, ସେଥିରେ ବ୍ରୋ ଲେଖା ଅଛି। ତା ମନ ଖୁସି। ସେଥିରେ କ'ଣ କ'ଣ ସବୁ ଲେଖା ହେଇଛି ସେ ବୁଝଉଛି ବାପାଙ୍କୁ ବସିକି, ଏଥିରେ ଯାହା ଯାହା ଲେଖା ହେଇଛି। ତାପରେ ଆମେ ରାତିରେ ସମସ୍ତେ ଖାଇବାକୁ ବସିଗଲୁ, ସାଙ୍ଗ ହେଇ ଖାଇଲୁ। ଇଏ ଗୋଟେ ପପକର୍ନ ନେଇ ଆସିଲା, କହିଲା ଏଇଟାକୁ ବାପା ବନେଇ ଦିଅ। ପିଲାମାନଙ୍କର ତ ଏଇସବୁ ଖାଇବାରେ ବହୁତ ଆଗ୍ରହ। ମୁଁ ତା ପାଇଁ ପପକର୍ନଟା ବନେଇଦେଲି। ସେ ବହୁତ ଖୁସି ହେଇଗଲା, କହିଲା ଏଠି ଆସିଲେ ଅପାଙ୍କୁ ଯାହା କହିଲେ ସେ ମୋ ପାଇଁ କରିଦେଉଛନ୍ତି। ସେଥିପାଇଁ ମୋତେ ଗାଁକୁ ଆସିବାକୁ ସବୁବେଳେ ଇଚ୍ଛା ହେଉଛି। ଜୟ ଜଗନ୍ନାଥ।